ଆଜି ହେଉଛି ଏଭଳି ପର୍ବ କେହି ତା ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ, ସେ ଛୋଟମାନଙ୍କ ପାଇଁ ବିଲକୁଲ ନୁହେଁ। ତ ମୁଁ ହେଉଛି ବଡ଼ ନୁହେଁ କି ମୁଁ ହେଉଛି ମଝିଆ, ତ ସେଥିପାଇଁ ମୋ କିସ୍ମତରେ ଛାଡ଼ ନାହିଁ। ତ ଏଠି ପ୍ରଥମେ ଦେଖ ନଡ଼ିଆ ଭାଙ୍ଗିକି ତ ଅରୁଆ ଚାଉଳ ବଟାଇକି ମାଆ ଏଠି ପିଠା ତିଆରି କରୁଛନ୍ତି, କାରଣ ପୋଢ଼ୁଆ ଅଷ୍ଟମୀରେ ଇଏ ହେଉଛି ଏଣ୍ଡୁରି ପିଠା, ତ ବହୁତ ଭଲ ଲାଗିଥାନ୍ତା। ତ ସେଥିପାଇଁ ମୋ ଭିଡ଼ିଓ ଯଦି ଭଲ ଲାଗୁଛି ଆପଣ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ନିଶ୍ଚିତ ଭାବରେ। ତ ଚାଲନ୍ତୁ ମୁଁ ଆଜି କହୁଛି କ'ଣ। ତ ଆଜି ପିଠା କାହିଁକି କରାଯାଏ, କ'ଣ ପାଇଁ କରାଯାଏ ନାହିଁ, ସେଥିପାଇଁ ଦେଖନ୍ତୁ। ତ ପ୍ରଥମେ ଆମେ କ'ଣ କରିବା, ଆଜି ହେଉଛି ପ୍ରଥମାଷ୍ଟମୀ ବା ପୋଢ଼ୁଆଷ୍ଟମୀ। ତ ଏଇ ଦିନେ ବଡ଼ମାନଙ୍କର ପୂଜା ହେଇଥାଏ, ତ ସେଥିପାଇଁ ପିଠାପଣା ଭଳି ହେଇଥାଏ। ତ ଇଏ ହେଉଛି ଏଣ୍ଡୁରି ପିଠା, ଯାହା ଏଇ ପ୍ରଥମାଷ୍ଟମୀର ଶ୍ରେଷ୍ଠ ଭୋଗ ହେଇଥାଏ, ମୁଖ୍ୟ ଭୋଗ ହେଇଥାଏ। ତ ଏଇ ଏଣ୍ଡୁରି ପିଠାରେ ଦେଖନ୍ତୁ ହଳଦୀ ପତ୍ରର ଥାଏ, ହଳଦୀ ପତ୍ରରେ ତାକୁ ହଳଦୀ ପତ୍ର ପିଠା ବି କୁହନ୍ତି। ତ ଦେଖନ୍ତୁ ପୋଢ଼ୁଆଷ୍ଟମୀ ବନେଇବାକୁ ଆସିଗଲା, ତ ପୁଅ ଆସିଲା। ତ ଏଠି ଦେଖନ୍ତୁ ଚଉଁରା ପୂଜା ହେଇଛି, ସେଠି ପ୍ରଥମେ ନୂତନ ବସ୍ତ୍ର ପିନ୍ଧିକି ତାକୁ ପୂଜା କରାଯାଇଥାଏ, ଚଉଁରା ପାଖରେ ଭୋଗ ଲଗାଯାଇଥାଏ। ତ ତା ସାଙ୍ଗରେ ଦେଖନ୍ତୁ ତ ଏଇଭଳି ସେଲିବ୍ରେଟ୍ କରାଯାଇଥାଏ। ତ ତା'ର ଜୋତା ଛତା ସବୁ ପାଟ ସବୁ ତୁଳସୀ ମାଳି ସବୁ ପକେଇକି ମିଠା ଭୋଗ କରିକି ପିଠା ଭୋଗ କରିକି ତ ଆଳତି ଧୂପ ଦୀପ କରିକି ତ ମନାଯାଇଥାଏ। ହାପି ପ୍ରଥମାଷ୍ଟମୀ ଏଭ୍ରିୱାନ୍। ଦେଖନ୍ତୁ ଏବେ ଆମ ପୁଅର ଲୁକ୍, ତାକୁ ଆଳତି କରାହେଇକି ମୁଣ୍ଡିଆ ମରା ହେଇକି ତାକୁ ମୁଣ୍ଡିଆ ମାରିଦେଲେ। ଇଏ ତାପରେ ଦେଖନ୍ତୁ ତା ଫୁଲ୍ ଗେଟଅପ୍ ବହୁତ ସୁନ୍ଦର ଦେଖାଯାଉଛି। ତ ନୂତନ ଛତା ବି ଦିଆଯାଇଥାଏ, ଛତା ଜୋତା ଏସବୁ ଦିଆଯାଇଥାଏ। ତ ଦେଖନ୍ତୁ ଏ କେତେ ଖୁସି ହେଉଛି। ଭିଡ଼ିଓ ଦେଖିଥିବାରୁ ଧନ୍ୟବାଦ। ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ଫର୍ ୱାଚିଂ।